ମନସ୍ପଦ ମଞ୍ଚାସୀନ ସଭାପତି ରେଞ୍ଜର ଉମାଂଶ ବାବୁ ଆଉ ମଞ୍ଚାସୀନ ମୁଖ୍ୟ ସମ୍ପାଦକ କାଳୀଚରଣ ନାୟକ ବାବୁ ଆଉ ମଞ୍ଚ ନିମନ୍ତିତ ଆମର ଗୁରୁପ୍ରତିମ ପ୍ରଫୁଲ୍ଲ ମହାପାତ୍ର ବାବୁ, ମୋର ସମ୍ମୁଖରେ ଉପସ୍ଥିତ ଥିବା ସମସ୍ତ ଜ୍ଞାନୀ ଗୁରୁ ବିଜ୍ଞ ପ୍ରାଜ୍ଞ ବ୍ୟକ୍ତିତ୍ୱ ଆଧ୍ୟାତ୍ମିକ ପ୍ରେମୀବୃନ୍ଦ, ଆଜିର ଗୋଟିଏ ଜିନିଷ ଆମର ରଖାହେଲା ଯେ କବିମାନଙ୍କର ଭାବନା। କବି ହେବାଟା ସେତେ ସହଜ ନୁହେଁ ଯାହାକି ସମସ୍ତେ ଭାବନ୍ତି ଯେ ହଁ କବି ତ ତାକି ଲେଖିଦେଲେ ନାହିଁ। ଭଗବାନଙ୍କର ଆଶୀର୍ବାଦ ଐଶ୍ୱରିକ ପ୍ରେମ ମନ ଭିତରେ ଉଦ୍ରେକ ନହେଲେ, ଆଧ୍ୟାତ୍ମିକ ଚେତନା ଉଦ୍ରେକ ନହେଲେ ଗୋଟିଏ ଲୋକ କବି ହୋଇପାରିବ ନାହିଁ ବୋଲି ମୋର ବିଶ୍ୱାସ। କବିକି ସମସ୍ତେ କହନ୍ତି ଦ୍ୱିତୀୟ ଈଶ୍ୱର ସତ, କିନ୍ତୁ ତା'ର ଭାବନାର ଗୋଟେ କିଛି ସେ ଯାହା ଭାବେ ମଣିଷ ମାନଙ୍କ ଭିତରେ କବି ଯାହା ଭାବେ ସେ ଭାବଟା ସେ କବିତା ଆକାରରେ କି ନହେଲେ ଗଳ୍ପ ଆକାରରେ ପ୍ରତିପାଦନ କରିବା ପାଇଁ ଚିନ୍ତା କରେ, ଆଉ କିଛିଟା କରେ, ପୁରାଟା ସେ କରିପାରେ ନାହିଁ। କାରଣ ସବୁ ଜିନିଷ କରିବାଟା ସହଜ ନୁହେଁ, ସବୁ ଜିନିଷ ଲେଖିବାଟା ସହଜ ନୁହେଁ। କବି ମାତ୍ରକେ କେତେ କେତେ କବି ଆମର ଆମେ ଜାଣିଛେ, ଉପେନ୍ଦ୍ର ଭଞ୍ଜ, ତାପରେ ଆପଣ କବି ସୂର୍ଯ୍ୟ ବଳଦେବ, ଦୀନକୃଷ୍ଣ ଦାସ, ଗୋପାଳ କୃଷ୍ଣ, ବହୁତ କବି। ସେମାନେ ତାଙ୍କର ଯାହା ଯାହା ସବୁ ଲୋକଲୋଚନକୁ ଆଣିଛନ୍ତି, ଲୋକଙ୍କର ଉପକାରରେ ଆସିଛି, ସେସବୁ ଜିନିଷ ପାଠ କରିକି ଯଦି ଜଣେ ଚିନ୍ତା କରିବ ଯେ ସିଏ ମଧ୍ୟ କିଛିଟା ଲେଖାରେ ତାଙ୍କର ସେ ଇଏକୁ ଯଦି ଫଲୋ କରିବ, କିଛିଟା ଲେଖାରେ ତା'ର ନିଜେ ମଧ୍ୟ ହେଇପାରିବ। କିନ୍ତୁ ଗୋଟିଏ ଜିନିଷ ଆମେ ସବୁବେଳେ ଚିନ୍ତା କରିବା ଯେ ଯେଉଁ କବି ଯାହା ଯାହା ଲେଖିଦେଇଛନ୍ତି, ଲୋକଲୋଚନକୁ ଆସିଛି, ଲୋକଙ୍କର ଉପକାରରେ ଆସିଛି, ସେସବୁ ଜିନିଷକୁ ଯଦି ଆଜିକାଲି ଯୁବପିଢ଼ି ଯଦି ପାଠ କରନ୍ତେ ବୋଇଲେ ବହୁତ କଥା ଜାଣନ୍ତେ, ଆଉ ଜଗତର ବହୁତ ମଙ୍ଗଳ ହୁଅନ୍ତା। କିନ୍ତୁ ଗୋଟିଏ ଜିନିଷ ମୋତେ କାହିଁକି ଭଲ ଲାଗୁନି ଯେ ଯୁବପିଢ଼ି ତାଙ୍କର ଏସବୁ ଜିନିଷ ଭିତରେ ପ୍ରବେଶ ନ କରି ତାଙ୍କେ ଯାହା ଚିନ୍ତା କରୁଛନ୍ତି ସେଗୁଡ଼ାକ ଲେଖୁଛନ୍ତି। ସେଗୁଡ଼ାକ ଲୋକଲୋଚନଙ୍କର ଆଦୃତ ହେବ ନାହିଁ। ଉପେନ୍ଦ୍ର ଭଞ୍ଜଙ୍କର ଯାହା ଲେଖା, ଦ୍ୱିତୀୟ ଲୋକ ତ ଆଉ ଜନ୍ମ ହେବ ନାହିଁ ସେମିତି ଲେଖିବା ପାଇଁ। ଅନୁପ୍ରାସରେ ବର୍ଣ୍ଣନା କଲେ ଯେ ଗୋଟେ ସ୍ତ୍ରୀର ରୂପ ବର୍ଣ୍ଣନା, ଅନୁପ୍ରାସରେ ପ୍ରତିପଦରେ ରଖନ୍ତି। କେମିତି? ସର୍ପପୁରେ ଯାଇ ପର୍ବତ କହିଲେ ମହିଜାତ ହେମ ମଞ୍ଜରୀ, ସୁଗନ୍ଧବତୀ ସ୍ୱ ଇଚ୍ଛାରେ ଚଳିତ ପତ୍ରାବଳୀରେ କି ମାଧୁରୀ ସଂଫୁଲ, ତହିଁ ଅଛି ଫୁଲ ଏତେ। କୋଉ ଫୁଲ ଅଛି ନା ସରରୁହ, ଚମ୍ପା, କୁମୁଦ, ପାଟଳି, ନିଆଳି, ଶିରିଷ, ଅଶୋକ, 7ଟା ଫୁଲ। ସେମିତି 7ଟା ଫଳ, 7ଟା ଭ୍ରମର ସେ ଉପରେ ଅଛନ୍ତି, ଗୁଡ଼ାଏ ଜିନିଷ ଲେଖିଛନ୍ତି। ସର୍ପପୁରେ ଯାଇ ପର୍ବତ କହିଲେ ମହିଜାତ ହେମ ମଞ୍ଜରୀ, ହେମ ଯେ ସୁବର୍ଣ୍ଣ, ମଞ୍ଜରୀ ବୋଇଲେ ଲତା, ମହିମଣ୍ଡଳରେ ସୁବର୍ଣ୍ଣ ଲତା ଗୋଟେ ଜନ୍ମ ହୋଇଛି। ସୁଗନ୍ଧବତୀ, ବଡ଼ ବାସନା ତା ଦେହ, ସେ ଲତାର। ସ୍ୱ ଇଚ୍ଛାରେ ଚଳିତ, ସେ ନିଜ ଇଚ୍ଛାରେ ଚାଲିପାରୁଛି। ମାନେ ଏଗୁଡ଼ାକ ଏତେ ସହଜ ନୁହେଁ ବର୍ଣ୍ଣନା କରିବାଟା। ତାପରେ କ'ଣ ନ ଲେଖିଛନ୍ତି? ବୈଦେଶ ବିଳାସ, କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, କଳା କୌତୁକ, କେତେ ଛାଡ଼ନ୍ତୁ ବହୁତ ଜିନିଷ ଲେଖିଛନ୍ତି। ଆଉ ଗୋଟିଏ ଜିନିଷ ହେଲା ଯେ ସ୍ତ୍ରୀମାନଙ୍କର ରୂପ ବର୍ଣ୍ଣନା ତ ଲେଖିଛନ୍ତି, ସ୍ତ୍ରୀମାନଙ୍କୁ ମଧ୍ୟ ଗୋଟିଏ ଜିନିଷ ତାଙ୍କ ମନ ଭିତରେ ଗୋଟିଏ ଜିନିଷ ଉଦ୍ରେକ କରିଛନ୍ତି ଯେ ତୁମେ ସଂସାରରେ ଜନ୍ମ ହୋଇକିରି ଆସିଲ, ଜନ୍ମ ହେଲ ସ୍ତ୍ରୀ ରୂପରେ, ତୁମର କର୍ତ୍ତବ୍ୟ କ'ଣ? ତୁମର କର୍ତ୍ତବ୍ୟ କ'ଣ ସେଇ ଜିନିଷଟା ଜାଣ। ଆମର ଗଙ୍ଗାଧର ମେହେର ପ୍ରଣୟବଲ୍ଲୀରେ ଶକୁନ୍ତଳାକୁ କହିଛନ୍ତି କ'ଣ ଯେ
ବିନା ନାବେ କେହି ସାଗରେ ପଶିଲେ ଲଭଇ ଘୋର ବିପଦ ସଂସାର ସାଗର ମଧ୍ୟେ ମହାପୋତ ଏକମାତ୍ର ସ୍ୱାମୀ ପଦ। ମାରେ ସ୍ୱାମୀ ବୋଲି ତୁ ଯେଉଁ ଚିନ୍ତା କରିଛୁ ତୋର କର୍ତ୍ତବ୍ୟ ସ୍ୱାମୀ ପ୍ରତି କେମିତି କ'ଣ ନା ବିନା ନାବରେ ନୌକା ନଥାଇକି ସମୁଦ୍ରରେ ପଥରେ ଯେମିତି ବିପତ୍ତି ହୁଏ ସେମିତି ସଂସାର ସାଗର ଭିତରେ ନୌକା ହେଉଛନ୍ତି ତୋ ସ୍ୱାମୀ। ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧର୍ମ ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତୁ କରିବୁ ଯାହା କର୍ମ କରିବୁ ତାଙ୍କୁ ଅର୍ପଣ କରିବୁ କରିବୁ। ସେଇଥିପାଇଁ ଆଉ କ'ଣ କହିଲେ ନା ଶାଶୁ ଶ୍ୱଶୁରଙ୍କୁ ସେବା କରୁଥିବୁ ଗୃହର ଦେବତା ମଣି ଶାଶୁଟି ସ୍ୱାମୀର ପୂଜା ସିଂହାସନ ସର୍ବସମ୍ପଦର ସ୍ୱାମୀ। ଶାଶୁ ଆଉ ଶ୍ୱଶୁର ଘରର ଦେବତା ବୋଲି ତୁ ମାନିଛୁ। ତୋର ବାପା ମାଆକୁ ଛାଡ଼ିକିରି ଆସିଲୁ, ବାପା ମାଆ ମଧ୍ୟ ନାରାୟଣ ଲକ୍ଷ୍ମୀକି ଛାଡ଼ିକିରି ଆସିଲୁ, ଏମାନେ ମଧ୍ୟ ଲକ୍ଷ୍ମୀ ନାରାୟଣ ସେ ଅନୁସାରେ ତୋର କାର୍ଯ୍ୟକ୍ରମ କରିବୁ ରେ ମା। ଆଉ କ'ଣ ନଣନ୍ଦ ଅଳିରେ କେବେ ନ ଚଳିବୁ ଅଧିକେ କରିବୁ ସ୍ନେହ ବିମନ ହୋଇଲେ କୋଳକୁ ଆଣିବୁ ଆଉ ସୀତା ମୁହଁ ଦିଅ। ନଣନ୍ଦ ଯଦି ଟିକେ ରାଗିକି କ'ଣ ହେଲା ଦୁଃଖ କରନ ଭାଇନାଙ୍କୁ କହିବି ଆଉ ତୁମ ପ୍ରତି ଆହୁରି ଯାହା ଦରକାର ଶାଢ଼ୀ ସବୁତଲା ସବୁ କରିକି ଦେବେ ଦୁଃଖ କରନି। ତାଙ୍କୁ ଯଦି ତୁ ଆପ୍ୟାୟିତ କରି ରଖିଲୁ ତୋର ନାଁ ପ୍ରଶଂସା କରି ରଖିବେ ତତେ ଦେବତା ଭଳିଆ ଭାଉଜ ଆମର ଏମିତି ଭାଉଜ ମିଳିବନି ବୋଲି କହିବେ। ଆଉ କ'ଣ କହିଲେ ସିଏ ନା ନିଜ କରେ ନିଜେ ରାନ୍ଧି ଦେଉଥିବୁ ସ୍ୱାମୀକୁ ଅନ୍ନ ବ୍ୟଞ୍ଜନ ଭୋଜନ ସମୟରେ ପାଶେ ଉଭା ହୋଇ ଧରି ଚାଳିବୁ ବ୍ୟଜନ। ପାଶରେ ଖାଇ ବସିଲାକୁ ସ୍ୱାମୀ କାହିଁକି ସ୍ୱାମୀ ଗୁରୁ ସ୍ୱାମୀ ପରମ ବାନ୍ଧବ ସ୍ୱାମୀ ସେବା ନାରୀ ଧମ ସ୍ୱାମୀ ପଦେ ଭକ୍ତି ଅର୍ଚ୍ଚନାରେ ମତି ଅର୍ପିତ କରିବୁ କର୍ମ। ସବୁ ଜିନିଷ ସ୍ୱାମୀ ବୋଲିବା ଜିନିଷ ସଂସାର ସାଗର ମଧ୍ୟରେ ଆମେ ଚିନ୍ତା କରିବା ଏ ସାଗରରେ ମଣିଷ ଘାଣ୍ଟି ହେଉଛି। ସଂସାର ସାଗର ରୂପେଣ ମୀନ ରୂପେଣ ମାନବା ଜଞ୍ଜାଳ ଜାଳ ରୂପେଣ କାଳ ରୂପେଣ ତଥାପି ଯାହା କରିବୁ ରେ ମା ସବୁ ସ୍ୱାମୀଙ୍କର ନଜରକୁ ଆସିକିରି ସବୁ ଜିନିଷ କରିବୁ। ଶାଶୁ ଶ୍ୱଶୁରଙ୍କୁ ସେବା କରୁଥିବୁ ଗୃହର ଦେବତା ମଣି ଶାଶୁଟି ସ୍ୱାମୀର ପୂଜା ସିଂହାସନ ସର୍ବସମ୍ପଦର କଳି। ଅବସର ଦେବୁ ନାହିଁ ତୋ ନେତ୍ରକୁ ପରପୁଂସ ନିରୀକ୍ଷଣେ ସ୍ୱଜନ ହେଲେ ନିର୍ଜନ ନିକଟେ ରଖାଇ ଦେବୁ ନିକ୍ଷଣ। ଏମିତି ଗୁଡ଼ାଏ ଜିନିଷ ସ୍ତ୍ରୀମାନଙ୍କର ଉପକାରକୁ ଆସିବା ପାଇଁ ଚରିତ୍ର ଗଠନ ପାଇଁ ବହୁତ କଥା କରିଛନ୍ତି। ଗୋପାଳକୃଷ୍ଣ ଲେଖିଲେ ଯେ ବିହିନାରୀ କହରି ମୋତେ ରାଧା କହୁଛନ୍ତି ଲଳିତ ବିହିନାରୀ କହରି ମୋତେ କାହିଁ ପାଇଁ ଗଢ଼ିଲା ରେ ବିହିନାରୀ କହରି ମୋତେ ବିଧାତା କି ନାରୀ ହେଲା ଦଶାସି ପଡ଼ିଲା ରେ ବିହିନାରୀ କହରି ମୋତେ ମୁଁ ହେଲି ପର ଆୟତ ସ୍ୱାଧୀନ ନୋହିଲା ଚିତ। ମୁଁ ପର ଆୟତରେ ରହି ଗୋପାଳ କୃଷ୍ଣଙ୍କୁ ମୁହିଁ ନ ଦେଖି ପାରି ନେତ୍ରରେ ବିହିନାରୀ କହରି ମୋତେ। କେଡ଼େ ସୁନ୍ଦର ଲେଖା। ସେମିତି କବି ଜନ୍ମ ହୋଇଛନ୍ତି ଆମର ଯେଉଁ କବିମାନଙ୍କୁ ସବୁବେଳେ କୋଟି କୋଟି ନମସ୍କାର କରିବା କଥା। ଭଞ୍ଜଙ୍କର ହେଉ ଗୋପାଳକୃଷ୍ଣଙ୍କର ହେଉ କବି ସୂର୍ଯ୍ୟଙ୍କର ହେଉ ସେମିତି ଯେତେ କବି ସମସ୍ତେ ଲେଖି ଦେଇକରି ଲୋକଲୋଚନକୁ ଯାଉ ସେଗୁଡ଼ାକ ଲୋକ ଟିକେ ସେଗୁଡ଼ାକ ଶୁଣନ୍ତୁ ଲେଖିଛନ୍ତି ବହୁତ କଥା ଲେଖିଛନ୍ତି। ବୈଦେଶ ବିଳାସ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଲାବଣ୍ୟବତୀ କଳା ଲାବଣ୍ୟବତୀରେ କ'ଣ ଲେଖିଲେ ଲାବଣ୍ୟବତୀ ଶୋଇଛି ସ୍ୱପ୍ନ ଦେଖିଲା ଉଠି ପଡ଼ିଲା ଫଟିକିରି କ'ଣ ଉଠିକିରି କ'ଣ କହିଲା ଚେତି ଚାକୁରି ଚାହିଁଲାନି ସିନା ସେ ପାଶେ ନାହିଁ ଦିବ୍ୟ ତରୁଣ। ସେ ସ୍ୱପ୍ନ ଦେଖିଲା ଗୋଟେ ତରୁଣ ଆସିକି ତା ସାଙ୍ଗେ ପ୍ରେମ କରିକି ଚେତି ଚାତୁରୀ ଚାହିଁଲାନି ସିନା ସେ ପାଶେ ନାହିଁ ଦିବ୍ୟ ତରୁଣ। ମାରି ହୁଦେ ହାତ ନାଥ ନାଥ ବୋଲି ଅତି ଉଚ୍ଚେ କଲା କାରୁଣ୍ୟ ଖୋଜେ ଅଧୀରେ ଚେତନା ହତ ସେ ବିଧିରେ ସେ ଜଲେ ଉଠାଇ କବରୀ ଫିଟାଇ
कर भरी कुच सन्धि कौन एमती हाथ मारा कहीं ना काले भितर लुचि पड़े परा मोर से भितर एमती बहुत कथा थोड़ा तो कले बहुत समय लगे मु सब चिंता करुँची जे भगवान कथा चिंता चिता चिंता द्वयम मध्य चिंता एवं गरी आसे चिंता आउ चिंता ये दुईटा भितर चिंताटा हूँ बड़ स्ट्रंग से चिंता कौन करे ना चिंता निर्जीव तक पड़ुची चिंता देह को दलई दे पड़े से चिंता करवा ना आम सब चिंता करवा परोपकाराय स्वर्गाय पापाय परपीड़ परर पीड़ा करवा ना पीड़ा न करी परर उपकार चिंता सी पीड़ा करवा अन्य लोक पीड़ा करूँ आम पीड़ा करवा ना पर को देखिले निज लोक बोली पर को देखिले निजर आत्मीय बोली धरवा से पितामाता गुरुजन देवता ब्राह्मण ये 5 जन अटंती परम गुरु सम लिखाई पितामाता गुरुजन देवता ब्राह्मण ये 5 जन अटंती परम गुरु सम से ब्राह्मण गुरु पितामाता एमाने मर्त्यर देवता लिखाई पढ़ा से आम सब चिंता करवा पिला से धर्म दीक्षित करवा दीक्षित करेकरी आध्यात्मिक चेतना मन भर उद्रेक करवा आउ कौन करवा पिला बेलू बाल्यकाल आम आखि रखा से केमती आध्यात्मिक प्रेमी हेले मन भितर भगवत प्रेम उद्रेक हम गुण गुड़ाए जिनस भगवान कथा जानवे आउ ये जो आध्यात्मिक चेतना बही सब जो लिखाई छोड़ाक जो आग कवि मैंने लिखिदे जाइए छोड़ाक भितर प्रवेश आसो जोटा कि महाभारत रामायण जहाँ सब बही सब लिखाई से भितर आदर्श आसो मो इंजीनियर प्रफुल्ल कुमार त्रिपाठी कलारत्न।